ଶହ ଶହ କୋଟି ଟଙ୍କା ହଜାର ହଜାର କୋଟି ଟଙ୍କା କେନ୍ଦୁଝରରୁ ଲୁଟ ହେଇଛି। ଏ କେନ୍ଦୁଝରର ଖଣିରୁ ଟଙ୍କା ଲୁଟ ହେବାରେ ରାଜ୍ୟ ସରକାର ସେତେବେଳେ ସମ୍ପୃକ୍ତ ଥିଲେ ଏବଂ ଏଠି ପ୍ରଶାସନ ମଧ୍ୟ ସମ୍ପୃକ୍ତ ଥିଲା। ଏ କଥା ମୁଁ ଆପଣମାନଙ୍କୁ ଜଣାଇଦେବା ପାଇଁ ଚାହେଁ। ଆପଣମାନେ ଯେତେବେଳେ ବିଧାନସଭାକୁ ମତେ ପଠେଇଲେ ତୃତୀୟ ଥର ପାଇଁ 2019 ମସିହାରେ ବିଧାନସଭାରେ ଲଢେଇ ହେଲା କେନ୍ଦୁଝର ଜିଲ୍ଲାର ହକ୍ ପାଇଁ। ଆଜି ମଧ୍ୟ ଓଡ଼ିଶାରେ ଓଡ଼ିଆକୁ ନେଇକରି ଆଜି ଅସ୍ମିତାର କଥା ଆଜି ଉଠିଛି। ଆଜି ଓଡ଼ିଆ ସଂକଟରେ ଅଛି। ଆଜି ଓଡ଼ିଆର ଅସ୍ମିତା ଆଜି ସଂକଟରେ ଅଛି। ଏ କଥା ସତ କି ନୁହେଁ ଭାଇମାନେ? ଠିକ୍ ସେଇଭଳି ଭାବରେ ମଧ୍ୟ ଆଜି ମଧ୍ୟ ଆମ କେନ୍ଦୁଝରର ଅସ୍ମିତା ମଧ୍ୟ ସଂକଟରେ ଅଛି। ଆଜି ଏଠି କିଛି ଅଣ ଓଡ଼ିଆ ଲୋକ ଏ ଅଣ ଓଡ଼ିଆ ଲୋକ ଆଜି ଯୋଉମାନେ ଅଣ କେନ୍ଦୁଝରିଆ ଯୋଉମାନେ ଆଜି ଏ କେନ୍ଦୁଝର ଭିତରେ ପ୍ରବେଶ କରି କେନ୍ଦୁଝରର ଅତି ସରଳ ନିରୀହ ଆଦିବାସୀ ଲୋକମାନଙ୍କୁ ସାଧାରଣ ଲୋକମାନଙ୍କୁ ଗରିବ ଲୋକମାନଙ୍କୁ ଆଜି ଲୁଟିବା କାମ ଆଜି ବି ଚଲେଇଛନ୍ତି। ଆଜି ବି ସେମାନେ ଲୁଟିବା କାମ ଚଲେଇଛନ୍ତି।